ବାଲେଶ୍ୱର ରେମୁଣା ବ୍ଲକ ନିଜାମପୁର ଗାଁର ଦିଲ୍ଲୀପ ଜେନା ଜଣେ ଦିନ ମଜୁରିଆ। ଦୈନିକ ପର ଘରେ ମୂଲ ଲାଗିଲେ ଘରେ ଚୁଲି ଜଳେ। ସ୍ୱାମୀ ସ୍ତ୍ରୀ ଛୋଟ ଛୋଟ ପିଲା ଦୁଇଟି। ପରିବାରରେ 4 ଜଣ ପ୍ରାଣୀ। ଘରେ ଅଭାବ ଓ ଅନାଟନ ଲାଗି ରହିଥିବା ବେଳେ ଘର ଉପରେ ଯେପରି ଭାଙ୍ଗି ପଡ଼ିଛି ଦୁଃଖର ପାହାଡ଼। ଦିଲ୍ଲୀପ ଜେନାଙ୍କ ସ୍ତ୍ରୀ ସୁନିତା ଜଣେ ଗୃହିଣୀ। ତାଙ୍କର 2ଟି ଯାକ କିଡନୀ 90% ଅଚଳ। ନଭେମ୍ବର ମାସରେ ସୁନିତା ଖାଦ୍ୟ ଖାଇବା ପରେ ବାନ୍ତି ଲାଗିବାରୁ ଡାକ୍ତରଙ୍କ ପାଖକୁ ଯାଇ ପରୀକ୍ଷା କରିବାରୁ କିଡନୀ ଜନିତ ରୋଗରେ ସମସ୍ୟା ବୋଲି ଜଣାପଡ଼ିଥିଲା। ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ଯିବା ବେଳକୁ ସୁନିତାଙ୍କ 2ଟି ଯାକ କିଡନୀ 90% ନଷ୍ଟ ହୋଇଯାଇଥିବା ଜଣାପଡ଼ିଥିଲା। ସେହିଦିନଠାରୁ ମାସକୁ 8 ଥର ଲେଖାଏଁ ଡାୟାଲିସିସ୍ କରିବାକୁ ପଡ଼ୁଛି। ସରକାରଙ୍କ ଆୟୁଷ୍ମାନ କାର୍ଡ ଥିବା ଯୋଗୁଁ ଡାୟାଲିସିସ୍ ପାଇଁ କିଛିଟା ଆଶ୍ୱସ୍ତି ମିଳିଥିଲେ ମଧ୍ୟ ମାତ୍ର ଯାତାୟାତ, ଖାଇବା ପିଇବା, ଔଷଧ, ଘର ଚଳିବା, ପିଲାର ପାଠପଢ଼ା, ଘରେ ବୃଦ୍ଧ ପିତାମାତାଙ୍କ ସେବା ସବୁକିଛି ଦିଲ୍ଲୀପଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ପରିବାରର ଏକ ପ୍ରକାର ଅସହାୟ ହୋଇପଡ଼ିଛି। ଏହି ପରିସ୍ଥିତିରେ ଦିଲ୍ଲୀପ ନିଜର ଦୁଃଖ ଓ ମାନସିକ ଅସ୍ଥିରତା ଭିତରେ ଗଣମାଧ୍ୟମ ସମ୍ମୁଖରେ ହାତ ଯୋଡ଼ି ସହାୟତା ପାଇଁ ସରକାର, ଜିଲ୍ଲା ପ୍ରଶାସନ ଏବଂ ଜନସାଧାରଣଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି। କେତେକ ସ୍ଥାନୀୟ ଲୋକଙ୍କ ମଧ୍ୟରେ କହ୍ନେଇ ଚରଣ ବେହେରା, କୁମୁଦିନୀ ଦାସ, ତରୁଣ ଦାସ, ଅଜୟ କୁମାର ଜେନା, ସମିତି ସଭ୍ୟା କବିତା ଜେନା, ଉଜ୍ଜଳ ଜେନା, ସନ୍ନ୍ୟାସୀ ମନ୍ତ୍ରୀ ପ୍ରମୁଖ ଯାଇ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବାଲେଶ୍ୱରରୁ ତ୍ରିଲୋଚନ ମହାନ୍ତିଙ୍କ ରିପୋର୍ଟ। ଜେନା, ମୋର ଏମିତି ରୋଗ ହେଇଛି, ମୋର କିଡନୀ 2ଟା ନାହିଁ, ମୋର ଛୋଟ ଛୋଟ 2ଟା ପିଲା। ମୋତେ ଯଦି ସରକାର ତରଫରୁ କିଛି ସାହାଯ୍ୟ ମିଳିବ ମୁଁ ରୋଗର ମୁକ୍ତି ପାଇମି। ଆଉ ମୋର ତ ଖଟିନି, ମୋ ସ୍ୱାମୀ ଖାଆନ୍ତି ବିଲ ମଜୁରିଆ। ମୋତେ ଟିକେ ସାହାଯ୍ୟ କରନ୍ତୁ ଦର୍ଶକ ବନ୍ଧୁମାନେ। ସରକାର ମୋତେ ଯଦି ଟିକେ ସାହାଯ୍ୟ କରନ୍ତେ ମୁଁ ଟିକେ ରୋଗର ମୁକ୍ତି ପାଆନ୍ତି। ଯାହାକି ମୋ ଛୋଟ ଛୋଟ ପିଲାମାନେ ଅନାଥ ହେଇଯିବେ। ମୋତେ ଟିକେ ଚାହାନ୍ତୁ ଦର୍ଶକ ବନ୍ଧୁମାନେ। ସରକାରଙ୍କ ନିବେଦନ ହେଉଛି ମୋତେ ଟିକେ ଚାହାନ୍ତୁ, ଟିକେ ମୋତେ ଟିକେ ସାହାଯ୍ୟ ମିଳୁ। ଦର୍ଶକ ମାନେ ମୋତେ ଟିକେ ସାହାଯ୍ୟ କରନ୍ତୁ। ମୋର ଛୋଟ ଛୋଟ ପିଲା 2ଟା ଅଛନ୍ତି। ଆଉ ବୟସ 28। ଆମ ସ୍ତ୍ରୀ କି 5-6 ମାସ ହେଲାଣି ରୋଗ ହେଲାଣି। ଆଉ ସବୁଆଡ଼େ ଘୋରି କିଡନୀ ଟ୍ରାନ୍ସପ୍ଲାଣ୍ଟ ଡକ୍ଟର କହୁଛନ୍ତି। ଆଉ 5-6 ମାସ ହେବ। ଆଉ ଆମେ ଜାଣିତେ ପାଇଲୁ। ଆଉ ନା, ଆଉ ଆମେ ତ ଦିନେ ଖଟିନି 2 ଦିନ ଆମେ ତ ଉପାସ ରହୁଛୁ। ଆଉ କେରକ ଆମେ ଚାହୁଁଛୁ ମୋ ସ୍ତ୍ରୀ ଭଲ ହେଇଯାଉ। ଆଉ ପ୍ରଶାସନକୁ ହାତ ଯୋଡ଼ିକି କହୁଛୁ ଯେ ମୋ ସ୍ତ୍ରୀକି ଭଲ କରିଦିଅନ୍ତୁ। ମୁଁ କିଛି ମାଗୁ ନାହିଁ। ବ୍ଲକ ଅଧୀନସ୍ଥ ନିଜାମପୁର ପଞ୍ଚାୟତର ମୁଁ ପିଏସ୍ ମେମ୍ବର। ମୋ ନାଁ କବିତା ଜେନା। ମୋ ପଞ୍ଚାୟତର ସୁନିତା ଜେନା, ତାଙ୍କ ସ୍ୱାମୀ ନାଁ ଦିଲ୍ଲୀପ କୁମାର ଜେନା। ତାଙ୍କୁ ସେମାନେ ଜାଣିବାକୁ ପାଇଲେ 5 ମାସ ହେଲା ତାଙ୍କୁ କିଡନୀ ତାଙ୍କର 2ଟା ଯାକ ନଷ୍ଟ ହୋଇଯାଇଛି ସମ୍ପୂର୍ଣ୍ଣ ଭାବରେ। ତେଣୁ ସରକାରଙ୍କୁ ନିବେଦନ କରୁଛି ଯେ ସରକାର ଯଦି ତାଙ୍କୁ ଅର୍ଥ ସହାୟତା ସହଯୋଗର ହାତ ବଢ଼ାନ୍ତେ ତେବେ ତାଙ୍କର 2ଟି ଯାକ ଛୁଆ ଉପକୃତ ହୁଅନ୍ତେ ଏବଂ ସିଏ ଭଲ ହୋଇପାରନ୍ତେ। मोर ना है कन्हई बेहरा, घर है पदमपुर रेमुणा निर्वाचन मंडली। मोर निजामपुर पंचायत रे जड़े दिलीप जेना बोली गोटे पिला अच्छी, तार बयस है 28। से बाहर 5-6 वर्ष है। बाहर पर केते दिन से बेमार से बो रही से जानते पाइले 5-6 मास भर जानते पाइला नहीं कि एम्स हॉस्पिटल देखला बेलू 2टा मिनट किडनी नष्ट हो 10% 90% नष्ट हो। सी बर्तमान सुधा से घर माने बाहर को जापारे 2टा पिला छाड़ी से काम दाम करते जापारे। ताकर स्त्री छुआ 2टा प्राय उपास डहल विकल होती। साई पड़ोसा केते दिन साहाय्य करेंगे। साहाय्य कला से थकिला से प्रशासन को साहाय्य मागुंट। पंचायत तरफ से पीएस मेम्बर आसते गाँव किसी भद्र लोक आसते आइला मन को चाहिए जहाँ पारे साहाय्य करेंगे।